ସମୁଦୁଣୀ ଏ ରାଜାର ଭୂମିଷ୍ଠ ପ୍ରଣାମ ଗ୍ରହଣ କରନ୍ତୁ। ହଁ ହଁ ସମୁଦୁଣୀ, ହଁ ସମୁଦି ମୋର ଭୂମିଷ୍ଠ ପ୍ରଣାମ ଜ୍ଞାନ କରନ୍ତୁ। ହେଲେ ଭଉଣୀ ହଁ ଆଉ ଗୋଟିଏ କଥା ରଖିବ ମୋତେ। ହଁ ମୋ ରାଜ୍ୟରେ ସନ୍ତାନଟି ନାହିଁ, ହଁ ମୋ ଗର୍ଭରେ ଗୋଟିଏ ମଧ୍ୟ ସନ୍ତାନ ନାହିଁ। ରହିଛି ମୋ ଝିଅ ମଧୁବାଲା। ହଁ ହେଲେ ଆଜିଠାରୁ ଏହି ମଧୁପୁର ରାଜ୍ୟରେ ତୁମ ପୁଅକୁ ରାଜା କରି ଆନନ୍ଦରେ ମୁଁ ଜୀବନ ଯାପନ କରିବି। ଯଦି ଏତିକି ଅନୁମତି ଦେବ ମୁଁ ତୁମଠାରେ ଚିରଋଣୀ ହେଇ ରହିବି। ନା ନା ନା, ଆପଣ ଜମାରେ ବି ବ୍ୟସ୍ତ ହନା। ମୋ ବୋହୂକୁ ମୋ ବୋହୂ ରୂପରେ ନାହିଁ, ମୋ ଝିଅ ରୂପରେ ରଖିବି। ହଁ ଭଉଣୀ। ତାର ଲାଳନ ପାଳନ ବହୁତ ସୁନ୍ଦର କରିବି। ହଁ ତାହେଲେ ବିଳମ୍ବରେ ନାହିଁ ପ୍ରହସନ। ଆସ, ଏ ହେଉଛି ଶୁଭ ଲଗ୍ନ, ଶୁଭ ତିଥି। ଆସ ଭଉଣୀ, ଦି ଜଣଙ୍କ ବାହାଘର ସମାପନ କରିବା। ହଁ ବନ୍ଧୁ, ଆସ ଆସ ସମୁଦୁଣୀ, ହେଲେ ଆସ। ବାପ ହେଲେ ତୋର ଆଜି ବାହାଘର। ଆଜି ମୁଁ ତ ବାହାଘର ଦେଖିପାରିବିନି ରେ ବାପ। ମା ସେମିତି କୁହନ୍ତୁନି ମା। କ'ଣ କରିବି? ନାଇଁ ଭଉଣୀ, ଆରେ କାହିଁକି ଏମିତି କହୁଛ? ସବୁ ପରା ମୁଁ ଅଛି, ସବୁ ଦୁଃଖ ସୁଖ ମୁଁ ବୁଝିବି। ଆସ ଭଉଣୀ, ବିଳମ୍ବରେ ନାହିଁ ପ୍ରୟୋଜନ। ହଁ ସମୁଦି, ମୋ ବାପା ବିଜୟ, ହଁ ବାବା। ମୋ ଝିଅଟା ହେଉଛି ମା ଛଣ୍ଡ ଛୁଆଟା। କେତେ ସ୍ନେହ ମମତାରେ ତାକୁ ପାଳିଛି। ଆଜି ତୁମ ହାତରେ ଟେକିଦେଲି ସତ, ସେ ହେଉଛି ମୋ ଆଖିର ପିତୁଳା, ବାବା ଛାତିର କଳିଜା। ତାକୁ ତୁମେ ଖୁସିରେ ରଖିବ ଧନ, କେବେ ବି ଦୁଃଖ ଦେବନି। କେବେ ବି ସେ ତା ପାଦରେ କଣ୍ଟାଟିଏ ଫୁଟିନି। ତାକୁ କେବେ ବି କଷ୍ଟ ଦେବନି, ଏମିତି ମୋର ଅନୁରୋଧ ରଖିବ ତୁମେ। ବାବୁ ନିଶ୍ଚୟ ବାବୁ, ଆପଣଙ୍କର ଏହି ମୋ ପ୍ରିୟତମାକୁ କେବେ ମଧ୍ୟ ତାଙ୍କ ଆଖିର ଲୁହ ଆସିବାକୁ ଦେବିନି। ତାଙ୍କ ପାଦରେ କେବେ ମଧ୍ୟ କଣ୍ଟା ଫୁଟିବନି। ମୋ ଜୀବନ ଥିବା ପର୍ଯ୍ୟନ୍ତ ଜନ୍ମ ଜନ୍ମ କହ 7 ଜନ୍ମ ଯାଏଁ ତାଙ୍କ ସାଥିରେ ମୁଁ ସାଥୀ ହୋଇ ରହିଥିବି। ହଁ ବାବା, ଏ ମା। ସବୁବେଳେ
ମାଙ୍କ ସେବା କରିଥିବୁ ହଁ ବାପା। କେବେ ବି ହତାଦର କରିବୁନି। ନା ବାପା ନା। ମା ଦେଖୁଛୁ ମୋ ଅବସ୍ଥା ଭାରି ଖରାପ। ବାପା ବିଶ୍ରାମ କକ୍ଷକୁ ଯାଇ ବିଶ୍ରାମ କରିନି। ଆପଣ ମନ ଖୁସି ଆସନ୍ତୁ। ଠିକ ଏ ଅଛି ବାପା। ଭଉଣୀ ଚାଲ ଯିବା ମୋ ଘରକୁ। ତୁମକୁ ମୋ ସାଙ୍ଗରେ ନେଇଯିବି। ଆସ ভাই এ বড় ভাই। ହଁ ଭାଇ ଆପଣଙ୍କୁ ମୁଁ କଥାଟିଏ କହିବାର ଭୁଲି ଯାଇଛି। ମୋତେ ପୁଣି କଥାଟେ କହିବ। ହଁ ମଗେଇଲା ଭାଇଟା। ଆରେ ଏଠି କହିବାରେ ପୁଣି କ'ଣ ଅଛି? ଦେଖ ତୋ ମନରେ ଯାହା ବି ଅଛି ମୋତେ ଖୋଲିକି ତୋ ଏ ବଡ଼ ଭାଇକୁ କହିପାରିବୁ। କହିବି ନିଶ୍ଚୟ ଭାଇ। ହେଲେ ମୋତେ ସେ କଥା ଆରମ୍ଭ କରିବା ପାଇଁ ଆଚ୍ଛା ଭାରି ସଂକୋଚ ମନେ ହେଉଛି। ମୋ ସୁନା ଭାଇଟା ପରା ଏମିତି କି କଥା ଯେ ତୁ ପୁଣି ମୋତେ କହିବାରେ ସଂକୋଚ କରି ବସିଛୁ। ଦେଖନ୍ତୁ ଭାଇ, ହଁ ଭାଇ। ଯେତେବେଳେ ଆରେ ହଁ ମୁଁ ଶୟନ କରିଥିଲି ହଁ ଭାଇ। ସେତେବେଳେ ସ୍ୱପ୍ନଟିଏ ମୁଁ ଦେଖିଥିଲି। ସ୍ୱପ୍ନଟିଏ ଦେଖିଥିଲୁ? ହଁ ସେଇଟା ପୁଣି କି ସ୍ୱପ୍ନ? ସେଇ ସ୍ୱପ୍ନ ହେଉଛି ଆଚ୍ଛା ସେଇ ମୋ ମନର ନାୟିକାର ସ୍ୱପ୍ନ। ମନର ନାୟିକା? ହଁ ହେଲେ କିନ୍ତୁ ତାକୁ ପାଇଲୁ ନା ନାଇଁ? ଭାଇ, ତାର ସନ୍ଧାନରେ ମୁଁ ଅନେକ ପଥ ଅତିକ୍ରମ କଲି, ଆଚ୍ଛା ହେଲେ ପାଇଲିନି। ପାଇଲୁ ନା? କିନ୍ତୁ ଶେଷରେ ଆଜି ଦେଖିବାକୁ ପାଉଛି ସେଇ ମୋ ସ୍ୱପ୍ନର ନାୟିକା ହେଉଛି ମୋ ଭାଇଙ୍କର ପତ୍ନୀ, ମାନେ ମୋ ଭାଉଜ। ଏ କ'ଣ କହୁଛୁ? ହଁ ତାମାନେ ତୁ ଯୋଉ ସ୍ୱପ୍ନ ଦେଖିଥିଲୁ ତ ସେ ସ୍ୱପ୍ନର ନାୟିକା ପୁଣି ମୋ ପତ୍ନୀ? ହଁ ହେଲେ ଭାଇ ଆରେ ହଁ ଭାଇ। ଦେଖନ୍ତୁ, ଏ ଜନ୍ମରେ ନହେଲେ ନାହିଁ, ଯଦି ପ୍ରଭୁଙ୍କର ଇଚ୍ଛା ହେବ ନିଶ୍ଚୟ ମୁଁ ମୋ ପ୍ରେମକୁ ଆର ଜନ୍ମରେ ପାଇବି। ଆରେ ପାଗଳ ସେମିତି କହନି। ଦେଖ ତୋ ପ୍ରେମକୁ ତୁ ନିଶ୍ଚୟ ପାଇବୁ। ହେଲେ କିନ୍ତୁ ଏମିତି ବି ହୋଇଥାଏ ଯେ ଏ ବିଧାତା ଏମିତି ବି ବିଚିତ୍ର ଖେଳ ଖେଳିକି ସମୟ ଉପରେ ସେ ତାରଣ ଦେଇପାରେ। ହଁ ପରା ଭାଇ। ଜାଣିଛୁ ଭାଇ, ଏ ଦୁନିଆରେ କେତେ ଯେ ଏମିତି ପ୍ରେମିକ ମାନେ ଅଛନ୍ତି। ଆରେ ଜଣେ ଜଣଙ୍କର ତ ପ୍ରେମ ସଫଳ ହୋଇଯାଏ, ହେଲେ କିନ୍ତୁ ଜଣେ ଜଣଙ୍କର ଏମିତି ଦୁର୍ଘଟଣା ଅବା ସୁବିଧା ଅସୁବିଧା ଅନେକ କୌଣସି କାରଣ ମାନେ ଥାଏ ଆଉ ସେ ପ୍ରେମ ରହିଯାଏ। ହଁ ଭାଇ, ସେମିତି ପ୍ରେମ ଅଧାରେ ରହିଯାଏ। ହେଲେ ପାଗଲଟା ତୁ ସେମିତି କାହିଁକି ଭାବୁଛୁ? ଆରେ ତୁ ତ ମୋ ସୁନା ଭାଇଟା ପରା, ସେ ସବୁ କଥା ଛାଡ଼ିବୁ। ଏ ଭାଇ, ହଁ ଭାଇ। ଆପଣ ମଧ୍ୟ ଜାଣିଛନ୍ତି ଆଉ ମୁଁ ମଧ୍ୟ ଜାଣିଛି ଆରେ ହଁ ସମୟ କେବେ କାହାକୁ ଅପେକ୍ଷା କରେ ନା। ଠିକ କହିଛୁ ଭାଇ। ସେ କେତେବେଳେ କେଉଁ ମୋଡ଼ ନେଇଯାଏ ଆରେ ହଁ କାହାରିକୁ ମଧ୍ୟ ଜଣା ହୁଏ ନା। ଆଉ ସେଇ ସମୟ ଆଜି ମୋ ପାଇଁ ଏମିତି ମୋଡ଼ରେ ନେଇଯାଇଛି, ସେଇଥିପାଇଁ ମୋତେ କହିବାକୁ ପଡ଼ୁଛି ହଁ ଭାଇ। ମୋ ପ୍ରେମ ଠିକଣା ମୋତେ ଅଜଣା। ଠିକ କହିଛୁ ଭାଇ, ତୁ ଠିକ କହିଛୁ। ଭାଗ୍ୟ ତ ଖେଳୁଛି জীবনটা তো ঘরে নাচিয়া
ভাই ତୁ ମନରେ ଆସୁନି କିଛି ବି ଭାବୁନି। ଆରେ ତୁ ଯୋଉଟା ମୁଁ ସେଇଟା। ଏ ଦୁନିଆର ଏ ସମୟ ଚାକର ଯୋଉ ଖେଳ ଖେଳୁଥିଲା ଦେଖିଲୁ ଏମିତି ଗୋଟେ ଖେଳ ଖେଳିଲା ଯେ ମୋ ସୁନାର ସଂସାରକୁ ଉଜାଡ଼ି ଦେଇଥିଲା। ଶେଷରେ ତୁ ଥିଲୁ ବୋଲି ଭାଇ ଶେଷରେ ମୋ ମାଆଙ୍କୁ ମଧ୍ୟ ପାଇଲି। ହେଲେ କିନ୍ତୁ ବାପା ତ ଏ ଦୁନିଆରେ ନାହାନ୍ତି। ହେଲେ କିନ୍ତୁ ବାପା ବଦଳରେ ତୁ ମୋତେ ସୁନା ଭାଇଟା ମଧ୍ୟ ମିଳିଗଲୁ। ଆରେ ଏମିତି ଖୁସି ଆଉ ମୋତେ କ'ଣ ମିଳିବ? ହେଲେ ଯାହା ସବୁ ହେଇଗଲା ହେଇଗଲା ଭାଇ। ତୁ ସେସବୁକୁ ଆଉ ତତେ ଚିନ୍ତା କରନା। ତେବେ ଚାଲନ୍ତୁ ଭାଉଜକୁ ଆମ ଘରକୁ ନେଇଯିବା। ଠିକ୍ କହିଛ ଭାଇ। ତେବେ ଠିକ୍ ଅଛି ଆସ ସମସ୍ତେ ଯିବା।